ମୋ ଜୀବନର ଅକୁହା କଥା। କେବେ ସମୁଦ୍ର ଦେଖିଛ? ରାତି ହେଲେ ତାର ଗର୍ଜନ ଶୁଣିଛ? ଡର ଲାଗେ ନା? ବେଳେବେଳେ ସେମିତି ଏକ ଗର୍ଜନ ଶୁଣାଯାଏ କେଉଁ ଏକ ସମ୍ପର୍କ ଛିଡ଼ିଯିବା କଳ୍ପନାରେ। ସେଦିନ ମୋ ଭିତରେ ବି ସେହି ଭୟ ଆସିଥିଲା। ଏମିତି ତମେ କ'ଣ ପାଇଁ କଲ? ହସ୍ପିଟାଲ ବେଡ଼ରେ ବ୍ୟାକୁଳ ହୋଇ ପଚାରିଲି ପିହୁକୁ। ପିହୁ, ଯାହାକୁ 4 ବର୍ଷ ପୂର୍ବେ ମଥାରେ ସିନ୍ଦୁର ଦେଇ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲି। ଦାମ୍ପତ୍ୟ ଜୀବନରେ ଅନେକ ଝଡ଼ ଆସିଛି ଏବଂ ରାସ୍ତା କାଟି ଚାଲି ମଧ୍ୟ ଯାଇଛି। ହେଲେ ଏଥର ଝଡ଼ ତ ନୁହଁ, ପୁରା ମହାବାତ୍ୟାଟା ଅଚାନକ ଆସିଛି, ଯାହାକୁ ସାମ୍ନା କରିବାକୁ ମୋ ପାଖରେ ସାହସ ଏବଂ ଧୈର୍ଯ୍ୟ କିଛି ବି ନାହିଁ। ସମ୍ପୂର୍ଣ୍ଣ କାହାଣୀଟି କ'ଣ ଆସନ୍ତୁ ଶୁଣିବା। ସବୁକିଛି ତୁମରି ପାଇଁ। ଆଖିଝରା ଲୁହରେ ଉତ୍ତର ରଖିଲା ପିହୁ। ତାର ଏହି ଉତ୍ତରରେ ଆଖିର ବନ୍ଧ ଭାଙ୍ଗି ମାଡ଼ି ଆସିଲେ ଲୁହର ମହାସାଗର। ବେଳେବେଳେ ଜୀବନରେ ଭୁଲ ଠିକ୍ର ହିସାବରେ ମୁଁ ବି ଜୀବନର ବାସ୍ତବତାକୁ ଦେଖିବାକୁ ଭୁଲି ଯାଇଛି। ତାହା ଆଜି ଅନୁଭବ କରୁଛି। ଏବେ କେବଳ ମନର ଭୟକୁ ଦୂରେଇବାକୁ ଚେଷ୍ଟା। ମୋ ପରିବାର କହିଲେ ମୋର ବାପା, ବୋଉ ଏବଂ ମୋର ସାନ ଭଉଣୀ, ଯାହାର ବାହାଘର 8 ବର୍ଷ ପୂର୍ବେ ହେଇସାରିଛି। ସୁଖ ଦୁଃଖର ସଂସାରଟା ଆସ୍ତେ ଆସ୍ତେ ଆଗେଇ ଚାଲିଥିଲା ପାସେଞ୍ଜର ଟ୍ରେନ ପରି ଷ୍ଟେସନ ପରେ ଷ୍ଟେସନ ଆଗକୁ। ସବୁକିଛି ତୁମରି ପାଇଁ। ପିହୁର ଏହି ଉତ୍ତରରେ ମୁଁ ଏବଂ ମୋର ଭୟଭୀତ ହୃଦୟ କମ୍ପୁଥିଲା ଆସୁଥିବା ପ୍ରଳୟଙ୍କାରୀ ଭୂମିକମ୍ପରେ। ନିମ୍ନ ଏକ ପରିବାରରେ ଜନ୍ମ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସମାଜରେ ବହୁତ କଷ୍ଟ। ତଥାପି ମୁଁ ହାର ମାନିନି। ଗ୍ରାଜୁଏସନ୍ ସରିବା ପରେ ଘର ଛାଡ଼ି 3000 କିଲୋମିଟର ଦୂର କଲିକତାରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲି। ନିଜର ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦରୁ ନିଜର ଏକ ପରିଚୟ ଅଳ୍ପ ବହୁତ ଅର୍ଜନ କରିଛି। ଯୌବନର ପାହାଚରେ ମନ ଥିଲା ଉଡ଼ା ପ୍ରଜାପତି। ଉଡ଼ୁଥିଲେ ଫୁଲରୁ ଫୁଲ, ବଗିଚାରୁ ବଗିଚା। ବୟସର ଦ୍ୱାହି ଦେଇ ବହୁ ବାହାଘର ପ୍ରସ୍ତାବ ଆସୁଥିଲା। ବହୁ ପ୍ରସ୍ତାବ ଆସିବା ପରେ ଜୀବନରେ ସିଏ ଆସିଲା ଏବଂ ଆଖିରେ ଆଖି ମିଶେଇ ହୃଦୟକୁ ଅଜାଣତେ ଚୋରି କରି ନେଲା। ଲାଗିଲା ସେ ମୋ ଜୀବନକୁ ସମ୍ପୂର୍ଣ୍ଣ କରିଦେବ। ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ପିହୁଙ୍କ ପ୍ରସ୍ତାବରେ ରାଜି ହୋଇଗଲି। ତା ସହ ପ୍ରଥମ ଦେଖା ଜୀବନରେ ଅନାମନା ରଙ୍ଗ ଆଣିଥିଲା। ଅସୁମାରୀ ସ୍ୱପ୍ନ ସବୁ ଆକାଶ ଛୁଇଁଲେ। ଆଖି ତାର ସାଗର ପରି, ଯେଉଁଥିରେ ହଜିଯିବାକୁ ଜମା ବି ଭୟ ନଥିଲା। ଯୌବନର ପ୍ରଥମ ଭାଗକୁ ପୂର୍ଣ୍ଣଚ୍ଛେଦ ପକେଇ ବହୁ ଆଡ଼ମ୍ବରରେ ବାହାଘର ସରିଲା। ଶାଶୁ ଶ୍ୱଶୁର, ଶଳା ଏବଂ ଶାଳୀ ମଧ୍ୟ ଖୁବ୍ ଆପଣାର ହୋଇଗଲେ ଏଇ କିଛି ଦିନ ଭିତରେ। ଜୀବନର ଖାତାରେ ଆଉ ଏକ ଫର୍ଦ୍ଦ ଲେଖା ହେଲା। ଝିଅ ଜନ୍ମ ଦେଇ ନାରୀ ଜୀବନକୁ ସମ୍ପୂର୍ଣ୍ଣ କରିଥିଲା ପିହୁ। ମୁଁ ବି ବାପା ହେବାର ଖୁସିରେ ହଜି ଯାଇଥିଲି। ଜୀବନର ରଙ୍ଗ ଧୀରେ ଧୀରେ ବଦଳୁଥିଲା ଏବଂ ତା ସହ ବଦଳୁଥିଲା ପରିବାର। ପିହୁ, ମୁଁ ଏବଂ ମୋ ପରିବାର ଭିତରେ ସମ୍ପର୍କ ଆସ୍ତେ ଆସ୍ତେ ଅସଜଡ଼ା ହୋଇଯାଉଥିଲେ। କାହାକୁ ସମ୍ପୂର୍ଣ୍ଣ ଠିକ୍ କିମ୍ବା ଭୁଲ ବୋଲିର ସାର୍ଟିଫିକେଟ୍ କେବେ ଦେଇପାରିନି, ନା ମାଆକୁ ନା ସ୍ତ୍ରୀକୁ। ଯାହାର ହାତ ଧରିଥିଲି ନା ତାକୁ କେବେ ଛାଡ଼ିପାରିବି, ନା ଯିଏ ମୋତେ ଜନ୍ମ ଦେଇଛି ତାକୁ କେବେ ପର କରିପାରିବି। ହେଲେ ଯିଏ ନିଜ ଝିଅକୁ ମୋ ହାତରେ ବାନ୍ଧି ଦେଇଛି ତାକୁ କି ଉତ୍ତର ରଖିବି? ହସ୍ପିଟାଲର ICU ବେଡ଼ରେ ପିହୁକୁ ଭର୍ତ୍ତି ପରେ ଆଗ ଅପେକ୍ଷା ଟିକେ ସ୍ୱସ୍ଥ ଜଣାପଡ଼ୁଥିଲା। ହେଲେ ଶରୀରର ପୀଡ଼ା ଏତେ କଷ୍ଟ ଥିଲା ଯେ ପଥର ଭଳି ଛାତିକୁ ବି ଚିରିଦେବ। ସେଦିନ ରାତିରେ ମୋର ନିଦ ବି ହଜିଯାଇଥିଲା। ରାଜଧାନୀର ଚଞ୍ଚଳ ରାତିରେ ସ୍ମୃତି ସବୁକୁ ସାଇତି ରଖିଥିବା ମୋବାଇଲ ଗ୍ୟାଲେରୀକୁ ଖୋଲି ଗୋଟିଏ ପରେ ଗୋଟିଏ ଫଟୋ ଦେଖୁଥିଲି ଏବଂ ସେ ଫଟୋ ସହ ଘଟି ଯାଇଥିବା ଖଟାମିଠା ଘଟଣାକୁ
ଅନୁଭବ କରୁଥିଲି। ସେଦିନ ଥିଲା ବୁଧବାର ରାତି ଠିକ୍ 2ଟା। 2 ଦିନ ଧରି ଚାଲିଥିବା ପରିବାର ବିଶୃଙ୍ଖଳା ନୂଆ ଏକ କଥା ଲେଖିବାକୁ ଅପେକ୍ଷା କରିଥିଲା। ମନ ମତାନ୍ତର ଏମିତି ଅନେକ ଥର ହେଇଛି ଏବଂ ବୁଝାମଣା ବି ହେଇଯାଇଛି। ହେଲେ ସେଦିନ ଏମିତି ଏକ ଜିଦ୍ ଯାହା କେବେ କେହି ବୁଝିବାକୁ ନାରାଜ, ନା ବୋଉ ନା ପିହୁ। ମୁଁ କିନ୍ତୁ ସବୁଥର ପରି ଡରୁଥିଲି କି ଘଟଣାଟି ଆଗକୁ ବଢ଼ି ନ ଯାଉ। ମନ ଭିତରେ ଅସହଜ ଭାବନା ମୋତେ ହଠାତ୍ ନିଦରୁ ଉଠେଇ ଦେଲା। ସମୟ ଦେଖେ ତ ବ୍ରହ୍ମ ମୁହୂର୍ତ୍ତ। କୋଟି କୋଟି ଦେବାଦେବୀଙ୍କୁ ସ୍ମରଣ କରି ପିହୁ ପାଇଁ ଆୟୁଷ ମାଗୁଥିଲି। ମୋ ଆୟୁଷ ବଦଳରେ ପିହୁକୁ ଲାଗିଯାଉ ଭଗବାନଙ୍କ ପାଖରେ ନେହୁରା ହେଉଥିଲି। ସକାଳେ ଡାକ୍ତର ଆସିଲେ ଏବଂ ଆଗ ଅପେକ୍ଷା ଟିକେ ଭଲ ଅଛନ୍ତି ବୋଲି କହିବାରୁ ଟିକେ ଆଶ୍ୱସ୍ତି ମିଳିଲା। କିନ୍ତୁ ମନର ଆକାଂକ୍ଷା ଆହୁରି ବଢ଼ିଗଲା। ଝିଅ ମୋର ବହୁତ ଗେଲା। ତା ମା' ତାକୁ ବହୁତ ଭଲ ପାଏ। ଦୁନିଆର ସବୁ ଖୁସି ଅଜାଡ଼ି ଦେଇଛି ତା ଜିଦ୍ ଆଗରେ। ମୋ ଝିଅ ଆଖିରେ ମୁଁ ବହୁତ ସ୍ୱପ୍ନ ମଧ୍ୟ ଦେଖିଛି। ହେଲେ ଡର ଲାଗେ ସ୍ୱପ୍ନ ମୋର ଭାଙ୍ଗିଯିବନି ତ ଭାବି। ହସ୍ପିଟାଲ ବେଡ଼୍ରେ ଆଖି ମୋର ଏକ ଲୟରେ ଲାଗିଥିବା ଅକ୍ସିଜେନ ମନିଟର ଉପରେ ଥାଏ। ତୁଣ୍ଡରେ କାଳିଆ ଠାକୁରଙ୍କ ନାମ ନିରନ୍ତର ଚାଲିଥାଏ ଏବଂ ଆଖି ବନ୍ଦ କରି ଗୋଟିଏ ପରେ ଗୋଟିଏ ମାନସିକ କରିଚାଲିଥାଏ ମହାପ୍ରଭୁଙ୍କ ପାଖରେ। ବେଳେବେଳେ ବିଶ୍ୱାସ ବି ହୁଏନି, ସତରେ କ'ଣ ଏମିତି କିଛି ଘଟଣା ମୋ ସହ ଘଟିଛି? ନା ଏସବୁ ରାତିରେ ଦେଖୁଥିବା ସ୍ୱପ୍ନ, ନା ମନ ଭିତରେ ଉଙ୍କି ମାରୁଥିବା କାଳ୍ପନିକ ଛବି ସବୁ? ହେଲେ ଏହା ତ ବାସ୍ତବିକ ସତ୍ୟ। ଯାହା ଘଟିଯାଇଛି ତାହା କେବେ ପରିବର୍ତ୍ତନ ହେବନି। ଏହି କାହାଣୀଟି ମୋ ଜୀବନରେ ଘଟିଯାଇଥିବା ଏକ ନିଚ୍ଛକ ସତ, ଯାହା ସେଦିନ ରାତିରେ ମୋ ଆଖି ସାମ୍ନାରେ ଘଟିଯାଇଥିଲା। ଘଟଣାକୁ ପଢ଼ିବା ପରେ ହୁଏତ ଆପଣଙ୍କ ମନରେ ବହୁ ପ୍ରଶ୍ନ ଏବଂ ଘଟଣାର ବିସ୍ତୃତ ଖବର ଜାଣିବାକୁ ଇଚ୍ଛା ନିଶ୍ଚୟ ହେବ। କିନ୍ତୁ ଏହି ଲେଖା ମାଧ୍ୟମରେ ମୁଁ କେବଳ ମୋର ଅନୁଭବ ଏବଂ ମୋର ସ୍ପଷ୍ଟୀକରଣ କାହାଣୀ ଜରିଆରେ କହିପାରିବି। ତାହେଲେ ଚାଲନ୍ତୁ କାହାଣୀକୁ ଟିକେ ପଛକୁ ନେବା, ଅର୍ଥାତ୍ ସେଦିନ ବୁଧବାର ରାତିକୁ ନେବା। ବୁଧବାର ରାତି 2ଟାରେ ଘରକୁ ଆସି ପ୍ରଥମେ ବୋଉକୁ ଖାଇବାକୁ ଡାକିଲି। ହେଲେ ସିଏ ମୁହଁ ବୁଲେଇ ମୁଁ ଖାଇବି ନାହିଁ ବୋଲି କହିଦେଲା। ଯେଉଁଦିନ ତୁ ବିଚାର କରିବୁ ଠିକ୍ ଏବଂ ଭୁଲର, ସେବେ ମୁଁ ଖାଇବି। ଏମିତି 2 ଦିନ ଧରି ଚାଲିଛି ଘର ଭିତରେ ଅଶାନ୍ତି। ମୁଁ ବି ଚୁପ୍ ନ ରହି ପିହୁକୁ ଅନାବନା କହି ଚାଲିଲି, ତୁମ ପାଇଁ ସବୁବେଳେ ଆମ ଘରେ ଅଶାନ୍ତି, କେବେ ତ ଥରେ ଚୁପ୍ ରୁହ। ଶାଶୁ ବୋହୂଙ୍କ ଜିଦ୍ ଆଗରେ କୌଣସି ବାକ୍ୟକୁ ପୂର୍ଣ୍ଣଚ୍ଛେଦ କରି ହୁଏନା। ପିହୁ କିନ୍ତୁ ଏଥର ନିଜ ଜିଦ୍ରେ ଅଟଳ। ମୋ ପାଇଁ ଯଦି ଏତେ ସମସ୍ୟା ହେଉଛି ତାହେଲେ ମୁଁ ରହିବିନି। ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଏହା କହି ରାଗରେ ଗୁମ୍ ମାରି ବସିଲା। ମୁଁ କିନ୍ତୁ ଦୂରେଇ ଯାଉଥିଲି ଏହି କଳି ଭିତରୁ। ଆଜି ନାହିଁ କାଲି ନିଶ୍ଚୟ ସମାଧାନ ହୋଇଯିବ ବୋଲି ଭାବି। ହଠାତ୍ ଲକ୍ଷ୍ୟ କରେ ତ ପିହୁ ହାତରେ ଡିଆସିଲ୍ ଏବଂ ଦେହ ତାହାର କିରୋସିନିରେ ଭିଜା। ମୁଁ ପିହୁ ପାଖକୁ ଧାଇଁ ଯିବାକୁ ଚେଷ୍ଟା ଦେଖି ହଠାତ୍ ଡିଆସିଲ୍ କାଠିଟି ଜଳେଇ ଶାଢ଼ୀ କାନିରେ ଲଗେଇଦେଲା। ମୁଁ ବାକ୍ୟଶୂନ୍ୟ ହୋଇ ଲିଭେଇବାକୁ ଚେଷ୍ଟା କରିଲି। ପିହୁର ଚିତ୍କାରରେ ଧାଇଁ ଆସିଲେ ବୋଉ ଏବଂ ମୋ ଝିଅ। ମାତ୍ର 20 ସେକେଣ୍ଡରେ ନିଆଁକୁ ଆୟତ୍ତ କରିଦେଲୁ। କିନ୍ତୁ ସେହି ସମୟ ଭିତରେ ବହୁତ କିଛି ଘଟିଯାଇଥିଲା। ମୋ ପୃଥିବୀଟା ମୋ ପାଦ ତଳୁ ଖସି ଯାଇଥିଲା। ମୁଁ ମୂକ ପାଲଟି ଯାଇଥିଲି। ଭାବିଲି ପାଖ ଡାକ୍ତରଖାନା ଗଲେ ସାଙ୍ଗେ ସାଙ୍ଗେ ଭଲ ହୋଇ ଫେରି ଆସିବେ। ହେଲେ ସଙ୍ଗେ ସଙ୍ଗେ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା। ଏଡ଼େ ବଡ଼ ସହର ଭିତରେ ମୁଁ ନିଜକୁ ଅଣନିଶ୍ୱାସୀ ପରି ଅନୁଭବ କରିଲି ଯେତେବେଳେ ଅପରିଚିତ ରୋଗୀମାନଙ୍କର ଯନ୍ତ୍ରଣାକୁ ଦେଖେ। ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ରାଜଧାନୀର ଘରୋଇ ହସ୍ପିଟାଲକୁ ତତ୍କ୍ଷଣାତ୍ ଟ୍ରାନ୍ସଫର କରିଦେଲି। ଯୁଦ୍ଧର ରଣଭୂମିରେ ଠିଆ ହୋଇ ଲଢ଼େଇ କରୁଥିଲି ପିହୁର ଜୀବନ ପାଇଁ। ସହସ୍ର ନାମକୁ ଜପୁଥିଲି ଏକମାତ୍ର ସଂକଳ୍ପ ପିହୁ ପାଇଁ। ଭଗବାନ ସବୁ ଠିକ୍ କରି ଦିଅନ୍ତୁ। ଶାଶୁଙ୍କ ମୁହଁ ଦେଖି ପଢ଼ିହେବ ସେ ବେଦନା।
ଶୁଖି ନଥିବା ନଈ ଭଳି ତାଙ୍କ ଲୁହ ଶୁଖୁନି। ବୈଶାଖର ତାତି ମୋ ପରିବାରକୁ ଜାଳିଦେବା ଆଗରୁ ମୁଁ ଆଖି ବନ୍ଦ କରି ଶୋଇଯିବି ଭାବିଲି। ରାତିରେ ଛୁଟି ଆସିଲେ ସ୍ୱପ୍ନମାନେ ମୋ ମାନସ ପଟରେ। ଝିଅ ମୋର ହାତ ଧରି ଚାଲୁଛି କେଉଁ ଏକ ରାଜମହଲ କୋଠା ଭିତରକୁ। ବଡ଼ ସରକାରୀ ଅଫିସର ବୋଲି ପରିଚୟ ମୋ ଝିଅର। ଆଉ କିଛି ସ୍ପଷ୍ଟ ବାରିବା ଆଗରୁ ଆଖି ଖୋଲିଗଲା। ଦୂରେଇ ଗଲେ ସ୍ୱପ୍ନ ସବୁ। ଲାଗିଲା ଯେମିତି ଜୀବନରେ ଝଡ଼ଟା ରାସ୍ତା କାଟି ଚାଲିଯାଇଛି। କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖିଥିଲା ମୋ ଭାଗ୍ୟରେ। ପିହୁ ଯେବେ ବି ଏମିତି ରାଗିଛି ପ୍ରାୟ ସବୁ ସମୟରେ ମରିଯିବ କହି ସମସ୍ତଙ୍କୁ ଡରେଇବାକୁ ଚେଷ୍ଟା କରିଛି। କ୍ରୋଧ ହେଲେ ରକ୍ତାକ୍ତ ପଡ଼ିଯାଏ ତାର ସେଇ ନୀଳ ଆଖି। ପିଇଯାଏ ଦୁନିଆର ସମସ୍ତ ଜ୍ୱାଳାକୁ ଭୋଳାନାଥ ପରି। ହେଲେ ସମୟକ୍ରମେ ସବୁ ବୁଝିଯାଏ। ପୁଣି ଥରେ ହସ ଖୁସିରେ ଘର ଅଗଣାଟା ଭରିଯାଏ। ପିହୁ ଏବଂ ମୋ ଭିତରେ ଏକ ଅତୁଟ ଭଲ ପାଇବା। ହେଲେ କାହାପରି ସମାଜ ଆଗରେ କେବେ ପ୍ରକାଶ କରିପାରିନି। କାନ୍ଧରେ ତାର ହାତ ରଖିନି ସତ, ହେଲେ ଚଲା ରାସ୍ତାରେ ତା ହାତ କେବେ ବି ଛାଡ଼ିନି। ଖୁସି ଥିଲେ ସିଏ। ପ୍ରେମର ମଳୟ ପବନ ସିରି ସିରି ବିଞ୍ଚି ଦିଏ ମୋ ଅଙ୍ଗରେ। ମହକିଯାଏ ପ୍ରେମ ତାର ପୂର୍ଣ୍ଣିମାର ଚାନ୍ଦ ପରି। ହାତରେ ହାତ ରଖି ଆଙ୍କି ଦିଏ ସାତରଙ୍ଗୀ ଇନ୍ଦ୍ରଧନୁ। ଠିକ୍ ଶ୍ରାବଣର ବର୍ଷା ପରେ। ଘଟିଥିବା ଘଟଣାର 4 ଦିନ ପର୍ଯ୍ୟନ୍ତ ସଞ୍ଜୁ ଆଇସିୟୁ ବେଡ଼ରେ ସେମିତି ଜୀବନ ସଂଗ୍ରାମରେ ଏକା ଲଢ଼ୁଥାଏ। ଏପଟେ ମୁଁ କେବଳ ଭଗବାନଙ୍କ ଭରସାରେ ଆଖପାଖ ମନ୍ଦିର ଯାଇ ଗୁଡ଼ାଏ ମାନସିକ କରିପକାଏ। ସନ୍ଧ୍ୟାବେଳେ ମୁଖ୍ୟ ଡାକ୍ତର ବାବୁଙ୍କ କ୍ୟାବିନକୁ ଯାଇ ପିହୁଙ୍କ ରିପୋର୍ଟ ବାବଦରେ କଥା ହେଲି। ବାଷ୍ପରୁଦ୍ଧ ମୁହଁ ସହ କରୁଣ ଚାହାଣୀରେ ଡାକ୍ତର ବାବୁ ଧୈର୍ଯ୍ୟ ଧରନ୍ତୁ ବୋଲି ମୋତେ କହିଲେ। ବଞ୍ଚିବାର ସମ୍ଭାବନା ବହୁତ କମ୍। ଶୁଣିବା ପରେ ଦେହ ମୋର ଥରି ଉଠିଲା। ମସ୍ତିଷ୍କରେ ଥମି ଯାଇଥିବା ଝଡ଼ ପୁଣି ଥରେ ସୁନାମୀର ରୂପ ନେବା ଆରମ୍ଭ କରିଦେଲେ। ବାପା ଏବଂ ମୋ ଦାଦା ବାହାରୁ ଆସି ସାରିଥିଲେ। ମୋତେ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ ଏବଂ ଯାହା ବି ଦୁଃଖ କଷ୍ଟ ଆସିବ ମିଳିମିଶି ସାମ୍ନା କରିବା ବୋଲି ମୋତେ ବିଶ୍ୱାସ ଦେଲେ। ହେଲେ ମନ ମୋର ଅମାନିଆ। କାହିଁକି ବୁଝିବ ଏତେ ସବୁ? ପିଲାବେଳୁ କେବେ ଦୁଃଖ କଷ୍ଟରେ ବଢ଼ିନାହିଁ। ମୋ ଖୁସି ପାଇଁ ବୋଉ ବାପା ବହୁତ ତ୍ୟାଗ କରିଛନ୍ତି ତାଙ୍କ ଜୀବନରେ। ଗୋଟିଏ ବୋଲି ପୁଅ ବୋଲି ବହୁତ ଗେହ୍ଲା। ଦୀର୍ଘ 11 ଦିନ ଧରି ଆଇସିୟୁ ବେଡ଼ରେ ନିଜ ଜୀବନ ସହ ବଞ୍ଚିବାକୁ ସଂଗ୍ରାମ କରୁଥିବା ପିହୁ ଏଥର ହାରି ଯାଇଥିଲା। ସମସ୍ତ ଚେଷ୍ଟା ପରେ ବି ତା ନିଶ୍ୱାସକୁ ରଖିପାରିଲି ନାହିଁ। ମୁଁ ବି ହାରିଗଲି ଜୀବନର ଭିକ୍ଷା ମାଗୁଥିବା ଭଗବାନଙ୍କ ପାଖରେ। କେତେ ଯେ ସ୍ୱପ୍ନ ରହିଗଲା ସେ ଆଖି ଭିତରେ, ଯାହା ଭିତରେ ମୋ ଦୁନିଆ ଥିଲା। ଲେଖୁଥିବା କଥା ବି ଅଧା ରହିଗଲା। କଲମର ମୁନ ଭାଗି ରଙ୍ଗ ସବୁ ଖେଳିଗଲା କାଗଜ ଉପରେ। ଏବେ କେବଳ ମୁଁ ଏବଂ ମୋ ଝିଅ ଦୁହେଁ ବଞ୍ଚିଛୁ ଆମ ଦୁନିଆରେ। ଇତିହାସର କଳା ଅକ୍ଷରରେ ଲେଖା ମୋ ଜୀବନର କଥା। ନା ମୁଁ କେବେ କହିଛି ନା କେହି କେବେ ଶୁଣିଛି। ପିହୁ ଉପସ୍ଥିତି ମୁଁ ସବୁଦିନ ରାତିରେ ଏହି ଶୁଖିଲା ଆଖିରେ ଦେଖୁଛି। ମୋ ହୃଦୟର ଶୂନ୍ୟ ସିଲଟରେ ପିହୁ ତାର ନାଁ ଲେଖି ସାରିଛି, ଯାହା ଏବେ ଲିଭିବା ସମ୍ଭବ ନୁହେଁ। ଏବେ ସମୟ କେବଳ ସ୍ମୃତିକୁ ସଜେଇବାର ଆଉ ସ୍ୱପ୍ନକୁ ବନ୍ଦୀ କରି ରଖିବାର। বন্ধুগণ আশা করছু আপনার এই কাহিনীটি নিশ্চয় পছন্দ আসিথিব। কাহিনীটি পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করি আসিছন্তি চ্যানেলটিকে সাবস্ক্রাইব করিবা সঙ্গে সঙ্গে বেল আইকনକୁ দবাই অল বটনটিକୁ চিপি দিয়ন্তু। যেতেবেলে বি এইভଳି ভিডিও ଆମ ଚ୍ୟାନେଲରେ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ନୋଟିଫିକେସନ ଯିବ। ପୁଣି ଦେଖା ହେବ ଆଗାମୀ ଭିଡିଓରେ ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।